ଆଣେ 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 ଆରେ ଆଣୁନୁ ପଡ଼ିଛି ବା। ଓ ଭାଇ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ପଡ଼ିଛି ଦେଖନ୍ତୁ। ଆରେ ଭାଇ ଓ ଭାଇ ଓ ଭାଇ ସାହେବ ସାଙ୍ଗମାନେ ଦେଖନ୍ତୁ କେତେ ସୁନ୍ଦର ଦୃଶ୍ୟ। ଓ ଭାଇ ମନଲୋଭା ଦୃଶ୍ୟ ସାଙ୍ଗମାନେ ବର୍ତ୍ତମାନ ଚାଲିଛି ଧାରାଶ୍ରୀ ଶ୍ରାବଣ। ତ ତା ଭିତରେ ଆମର ଦେଖନ୍ତୁ କେତେ ସୁନ୍ଦର ଭାବରେ ବର୍ଷା ଜାରି ରହିଛି। ସେଇ ଭିତରେ ଆମର ତଳି ବି ପଡ଼ିଥିଲା ଆମ ଏପଟେ ସବୁ ବିଲରେ। ଦେଖନ୍ତୁ କେତେ ସୁନ୍ଦର ଭାବରେ ତଳି କେତେ ଛନଛନିଆ ହେଇଛି। କିଛିଟା ତଳି ଉପଡ଼ା ହେଇକି ଦେଖନ୍ତୁ ଏମିତି ବିଲରେ ସବୁ ରୁଆ ଯାଇଛି। ଆଉ ସମ୍ପୂର୍ଣ୍ଣ ବିଲର ଦୃଶ୍ୟ ମୁଁ ଆପଣମାନଙ୍କୁ ଦେଖାଉଛି ଏଇ ଭିଡ଼ିଓ ମାଧ୍ୟମରେ। ଲାଗିକି ରହିଥାନ୍ତୁ ଭିଡ଼ିଓ ସହିତ। ଓ ଭାଇ ସୋ ବ୍ୟୁଟିଫୁଲ୍ ସାଙ୍ଗମାନେ ଦେଖନ୍ତୁ ଗୋଟେ ସୁନ୍ଦର ଜିନିଷ ଯାହାକି ରହିଛି ଆମ ବିଲବାଡ଼ିରେ ଯେଉଁ ସବୁ ତଳି ନୂଆକିରି ରୁଆ ହେଇଛି। ତ ଦେଖିପାରୁଥିବେ ଆକୁ ସବୁ ସୁରକ୍ଷିତ ରଖିବା ପାଇଁ ବାଉଁଶ ବାଡ଼ର ବ୍ୟବସ୍ଥା କରାଯାଇଛି। କେତେ ସୁନ୍ଦର ଭାବରେ ନିଖୁଣ ଭାବରେ ବନ୍ଧା ଯାଇଛି ଆପଣମାନେ ଦେଖନ୍ତୁ। ହାଇ ସାଙ୍ଗମାନେ ଜୟ ଜଗନ୍ନାଥ। ଆପଣମାନେ ଦେଖିପାରୁଥିବେ ବର୍ତ୍ତମାନ ମୋ ପାଖରେ ଅଛନ୍ତି ପ୍ରଭୁ ଆଉ ନେପାଳୀ। ବର୍ଷା ପାଗ ଠିପି ଠିପି ମେଘ ହେଉଛି ତା ଭିତରେ ମଜା ଲାଗୁଛି ସାଙ୍ଗମାନେ। ଟୋକା ହାତ ମାଲିସ କରିକି ଗରମ ହେଇଯାଉଛି। ତ ସାଙ୍ଗମାନେ ଚାରିପାଖ ଯାକ ଦେଖିପାରୁଥିବେ ବର୍ତ୍ତମାନ ତଳି ରୁଆ ଯାଇଛି ବିଲରେ। ଆଉ ତା ଭିତରେ ଆମେ ବର୍ତ୍ତମାନ ବର୍ଷା ପାଗରେ ଚିନ୍ତା କରୁଛୁ ସାଙ୍ଗମାନେ ଯାଇକି ଟିକେ ମାଛ ଧରିବୁ। ଖଡ଼ା ପକେଇକି ମାଛ ଧରିବୁ। ପିଲା କେମିତି ଲାଗୁଛି? ଖାଲି ଶଉଳ। ତ ସାଙ୍ଗମାନେ ଚାଲନ୍ତୁ ବର୍ତ୍ତମାନ ଟୋକାମାନେ ସବୁ ଦେଖିଛନ୍ତି ଖାଲି ଶଉଳ ମାଛ। ଆଜି ଶଉଳ ମାଛ ଧରିବା ମଜା କରିବା। ଆପଣମାନେ ଖାଲି ଭିଡ଼ିଓ ସହିତ ଲାଗିକି ରହିଥାନ୍ତୁ। ଶଉଳ ମାଛ ଧରିବାକୁ କାହାକୁ ଭଲ ଲାଗେ? ମାଛ କିଏ ଧରି ଶିଖିଛ? ଖାଡ଼ିରେ ମାଛ ଧରି ଶିଖିଛ? ରେଡି ଆଉ ଆଜି ମାଛ ଧରା ହବ। କାହିଁକି ନା ମାନେ ଏଇ ସିଜନରେ ହିଁ ଗାଁ ଗହଳିରେ ସବୁ ମାଛ ପ୍ରାୟତଃ ଉଠନ୍ତି। ଆଉ ଆମେ ଖାଡ଼ି ଫାଡ଼ି ପକେଇକି ଏମିତି ମାଛ ଧରଉ। ଆପଣମାନେ ଦେଖନ୍ତୁ ଦେଶୀ ଗାଁ ଗହଳିର ଭିଡ଼ିଓ, ଦେଶୀ ପିଲାମାନଙ୍କର ସବୁ ପ୍ରଚେଷ୍ଟା ଦ୍ୱାରା କେମିତି ମାଛ ଧରା ହେଉଛି ଆପଣମାନେ ଦେଖିବେ। ଆଜି ୟୁନିକ୍ ଟେକ୍ନିକ୍ରେ ଆଜି ସବୁ ଆମ ଗାଁ ନଦୀ ପୋଖରୀରୁ ମାଛ ଧରିବା। ଚାଲନ୍ତୁ ଭିଡ଼ିଓ ସହିତ ଲାଗି ରହିଥାନ୍ତୁ। ଜୟ ଜଗନ୍ନାଥ ମାଡ଼ି ଚାଲ। ରେଡ଼ି? ଜୟ ଜଗନ୍ନାଥ। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆମ ଗାଁର 2 ଜଣ ଯୁବକ ଯିଏକି ମାଛ ଧରିବାରେ ଖଳନାୟକ 2 ଜଣଙ୍କୁ ଦେଖିପାରୁଥିବେ। ବର୍ତ୍ତମାନ ବର୍ଷା ଋତୁରେ ଛତା ଧରିକି ଠିଆ ହେଇଛନ୍ତି। ତ ପ୍ରଭୁ ଆଉ ନେପାଳୀ 2 ଜଣ ଯାକ ତ ଇଣ୍ଟ୍ରୋଡକ୍ସନ୍ ଦେଲ। ଆଚ୍ଛା ପ୍ରଭୁ ତମେ ବର୍ଷା ଦିନରେ କେତେ ସାରା ମାଛ ଧରିଛ କହିଲ ଆଗ? 5 କିଲୋ ଧରିଛ ଏଇ ବର୍ଷ ବର୍ଷା ଦିନରେ? ଆଉ ଏ ବର୍ଷ ଜମା ଧରିନ? ଆଉ ଏ ବର୍ଷ ପୁଣି ଧରିବା ନା ଧରିବାନି? ଖାଡ଼ି ପକେଇକି। ଓ ଆଉ ପ୍ରଭୁ ତ ଧରିଛି। ନେପାଳୀ କୁଇଣ୍ଟାଲେ ଧରିଛ? କଣ କିରେ ବଢ଼ି ବଢ଼ି ଯାଉଛି 50 କେଜି ଲେଖା। ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ 50 କେଜି ଲେଖା ବଢ଼ି ବଢ଼ି ଯାଉଛି। ମାଛ ଧରୁଛନ୍ତି 50 ହେଲେ କୁଇଣ୍ଟାଲ 1.5 କୁଇଣ୍ଟାଲ ଉପରେ ନା? କୋଉ ମାଛଟା ବେଶୀ ଧରିଛ? କୋଉ ମାଛ ଅଧିକ ଧରିଛ? ରୋହି? ତମେ ବୋଧେ ଆନ୍ଧ୍ର ପଳେଇଥିଲ ମାଛ ଧରିବାକୁ। ଆଚ୍ଛା ଆଚ୍ଛା। ଏ ବର୍ଷ ସବୁଠୁ ଅଧିକ ମାଛ ଧରିଲାଣି କିଏ ଜାଣିଛ ନା ନାଇଁ? ଝୁଡୁଙ୍ଗ ଜାଣିଛ ନା ନାଇଁ? ମାନେ କୋଉ କମ ଧରିଲାଣି ନା କଣ? ପ୍ରବଳ କୋଉ ଧରିଲାଣି। ବର୍ତ୍ତମାନ ଆମର ସେଠି ଆହୁରି ବି ମାଛ ଅଛନ୍ତି। ଆଜି ଯିବା ଝୁଡୁଙ୍ଗ ଯୋଉଠୁ ମାଛ ଧରିଛି ସେଇଠୁ ଆଜି ଶଉଳ ଧରିବା। ନଙ୍ଘା ଶଉଳ ଅଛନ୍ତି। ହଁ ରେଡି ତ? ପ୍ରବଳ ମାନେ ଘରେ ବି ଜାଗା ହବନି ଏତେ ମାଛ ଅଛନ୍ତି। ପୋଖରୀରୁ ଯଦି ସବୁ ମାରିଦେବୁ ଘରେ ଜାଗା ହବନି। ଗୋଟେ ଘର ଫୁଲ ହେଇଯିବ। ଫାସି ଟାଙ୍ଗି ଦେବା। ଶୁଣ ଏଇନା ବର୍ତ୍ତମାନ ଫାସି ନାହିଁ। ଆମେ ଗୋଟେ କାମ କରିବା ଖାଡ଼ି ପକେଇକି ଧରିବା। ବର୍ଷା ଋତୁର ଗାଁ ଗହଳିର ନିଛକ ଦୃଶ୍ୟ ଆପଣମାନେ ଦେଖିପାରୁଥିବେ। ରାସ୍ତାଘାଟ କୋଉ ଭଳିଆ ହେଇଛି। ତା ଭିତରେ ଆମର ପିଲାମାନେ ରେଡି ହେଇଗଲେଣି ମାଛ ଧରିବା ପାଇଁ ଦେଖନ୍ତୁ। ଆଉ ସମ୍ପୂର୍ଣ୍ଣ ବିଲବାଡ଼ିର ଦୃଶ୍ୟ ଆପଣମାନେ ଦେଖନ୍ତୁ ଏଇଟା ରହିଛି। ତ ଚାଲନ୍ତୁ ଆଜି ଭିଡ଼ିଓ ଟିକେ ଆଗକୁ ବଢ଼େଇବା। ଓ ଭାଇ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆସିଥିଲୁ ଖାଡ଼ି ପକେଇବା ପାଇଁ। ଆପଣମାନେ ଦେଖନ୍ତୁ ବର୍ତ୍ତମାନ କେମିତି ଆଣେ ଆଣେ ନାଇଁ ନାଇଁ ନଉ ଭିତରକୁ ନଉ। ସାଙ୍ଗମାନେ ଦେଖନ୍ତୁ କ'ଣ କରୁଛି ଆମ ତେରେନାକୁ ଦେଖନ୍ତୁ। ଆଣେ 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 ଆରେ ଆଣୁନୁ ପଡ଼ିଛି ବା। ଓ ଭାଇ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ପଡ଼ିଛି ଦେଖନ୍ତୁ। ଆରେ ଭାଇ ଓ ଭାଇ ଦେଖନ୍ତୁ ବର୍ତ୍ତମାନ ଖୁସି ହେଇଗଲେ। ପିଲାମାନେ ଖୁସି ତ? ଖୁସି ତ? ଦେଖେଇ ଓ କଷ କଉ ଏଇଭଳିଆ କଉ ମାଛ ଯାହାର ଦରକାର ନିହାତି କହିବେ ସାଙ୍ଗମାନେ। ଦେଖନ୍ତୁ ବର୍ତ୍ତମାନ କୋଉ ଭଳିଆ କଉ ପଡ଼ିଛନ୍ତି ଦେଖନ୍ତୁ। ଓ ଭାଇ ଆଣ ଆଣ ଦେଖନ୍ତୁ ବର୍ତ୍ତମାନ ଖୁସି ନା ରେ?
ଏଇଠି ଯା ବାବାକୁ ଦେଖେଇଦେ ବାବାକୁ ଦେଖେଇ ଦେଇକି ଝରକା ପଟେ ଏଇ ଦେଖନ୍ତୁ କେତେ ଖୁସି ସାଙ୍ଗମାନେ ଦେଖନ୍ତୁ ଗୋଟେ ବଡ଼ ମାଛ ଲାଗିଛି ଖାଡ଼ିରେ ଦେଖନ୍ତୁ ବର୍ତ୍ତମାନ ଭିଡ଼ିକି ନେଉଛି କେଉଁ ରେଟ୍ରେ ସାଙ୍ଗମାନେ ଦେଖିପାରୁଥିବେ ବର୍ତ୍ତମାନ ଖୁମ୍ପୁଛି କେଡ଼େ ଜୋରେ ଓ ଭାଇ ଭିଡ଼େନି ବର୍ତ୍ତମାନ ମାଛ ଆସିବ ସାଙ୍ଗମାନେ ଦେଖନ୍ତୁ ନଉ ଯିବ କୁଆଡ଼େ ଆସିବ ସେ ଆସିବ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ପୁଅ ଧରିଛି ଖାଡ଼ି ପୁଅ ପଡ଼ିବଟି ଦେଖନ୍ତୁ ଆଣ ଆରେ ଆଣୁନୁ ଆଇଛି ଧରି ପକେଇଛି ସାଙ୍ଗମାନେ ଦେଖନ୍ତୁ ଧରି ପକେଇଛି ମାଛ ଦେଖେଇ ଆରେ ଭାଇ ଓ ଭାଇ ସାପ ବର୍ତ୍ତମାନ ପୁଅ କ'ଣ ଖୁସି ତ ସକ୍ସେସ୍ ଦେଖେଇ କେଉଁ ମାଛ ଦେଖେଇ ଓ ଭାଇ ଖାଲି କଉ ସାଙ୍ଗମାନେ ଦେଖନ୍ତୁ ଖାଲି କଉ ଛୋଟ ପିଲା ଦେଖନ୍ତୁ କେଉଁ ଭଳିଆ ଖାଡ଼ିରେ ବନିଶୀରେ ମାଛ ଧରୁଛନ୍ତି ଆପଣମାନେ ଦେଖନ୍ତୁ କେଜା ମାଛ ଅଛନ୍ତି ଆପଣମାନେ ଜାଣିପାରୁଥିବେ ଏଇଥିରୁ ପ୍ରଚୁର ମାତ୍ରାରେ ମାଛ ଓ ଭାଇ ପୁଅ ତୁ ମାଛଟା ଧଇଲୁ କେତେ ଖୁସି ଇଆଡ଼େ ଦେଖେଇ ଅନେଇକି କହିଦେଲୁ ବହୁତ ଖୁସି ତ ଫାଇନାଲି ବହୁତ ପରିଶ୍ରମ କରିକି ମାଛଟି ଧରିଛି ସକ୍ସେସ୍ ହେଇଛି ଏ ଭାଇ ଦେଖନ୍ତୁ କେତେ ବଡ଼ ମାଛ ହେଇଛି କଉ ମାଛ ଗାଲି ଭିତରେ ପୁରା କଣ୍ଟା ବାଗେଇ କାଢ଼ିଲୁ ଓ ଭାଇ ସାହେବ ଦେଖନ୍ତୁ ଏଇଭଳିଆ ସବୁ ମାଛ ଅଛନ୍ତି ଏଇ ଜାଗାରେ ଖାଲି କଉ ମାଛ ଦେଖନ୍ତୁ ଧରିବା ଭାରି କଷ୍ଟ ପୁରା ଚଟକିନା ଦେବେ କାଟି ହାତକୁ ଭାଇ ବାଗେଇକି ଓ ଭାଇ ସାଙ୍ଗମାନେ ଦେଖନ୍ତୁ ଛୋଟ ଛୁଆ ଧରୁଛନ୍ତି ବନିଶୀରେ ମାଛ ତ ଜାଣିପାରୁଥିବେ କେଉଁ ରେଟ୍ରେ ପ୍ରଚୁର ମାତ୍ରାରେ ମାଛ ଆଧିରେ କଉ ଗଡ଼ିଶା ଶଉଳ ଖାଲି ଏଇ ମାଛ ଖାଲି ଆରି ଭିତରେ ଆଉ ମାଗୁର ଦେଖନ୍ତୁ ବର୍ତ୍ତମାନ ଧରାଯାଉଛି କଉ ମାଛ କଣ୍ଟା କଢ଼ା ହେଉଛି ବାଗେଇ କାଢ଼େ କଣ୍ଟା ଭାଙ୍ଗିଯିବ ଦେଖନ୍ତୁ କେତେ ବଡ଼ କଉ ହେଇଛି କାଢ଼େ ଭାଇ ବାଗେଇ କାଢ଼େ ଦେଖନ୍ତୁ ଛୋଟ ପିଲା କେମିତି ମାଛ ତୁ ଧରି ପାରିବୁନି ତୁ ହାତ କଟିଯିବ ଆରେ ହାତ କଟିଯିବ ଦେଖନ୍ତୁ ମାଛ ଧରିବା ପାଇଁ କ'ଣ ହଉଛନ୍ତି ଦି ଜଣ ଖାଡ଼ି ପକେଇବା ପାଇଁ ବାଡ଼ିଆ ପିଟା ଦେଖିପାରୁଥିବେ ପୁଣି ଗୋଟା ପକେଇଲା ଆଉ ଥରେ ରେଡ଼ି ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ଆପଣମାନଙ୍କୁ କହିଥିଲି ଶୌଳ ମାରିବା କଥା ଦେଖନ୍ତୁ କେତେ ବଡ଼ ଶୌଳ ମାଛ ଧରିଛୁ ଆମେ ନାରେ ପୁରା ରଡ଼ ମାର୍କା ଶୌଳ ଧରିଛୁ ଆପଣମାନଙ୍କ ପାଇଁ ଆଉ ଆପଣମାନେ ଦେଖନ୍ତୁ ଯଦି ଦେଶୀ ମାଛ ଦରକାର ଆପଣମାନେ ଆସନ୍ତୁ ଏଇଠିକି ଆମ ସହିତ ଖାଡ଼ି ପକେଇକି ଦେଶୀ ମାଛ ମାରିବେ ଯେତେ ସାରା ନେବା କଥା ନେବେ ତ ଚାଲନ୍ତୁ ବର୍ତ୍ତମାନ ଏଇଟାକୁ ବଞ୍ଚେଇ ଦେବା ନା ରେ ଦେଖନ୍ତୁ କେତେ ବଡ଼ ସାଇଜ୍ ଶୌଳ ହେଇଛି ବାବାରେ ଦେଖନ୍ତୁ କୋଉଥିରେ ଆଣିଛି ମାଛ ରଖିବାକୁ ଆରି ଭିତରେ ମାଛ ରଖା ହବ ବର୍ତ୍ତମାନ ଆରେ ଭାଇ ଓହୋ ଏଟା ଛୋଟ ହେଉଛି ରେ ନଙ୍ଗା ମାର୍କା ଶୌଳଟା ହେଇଛି ଦେଖେଇରେ ଟିକେ ଦେଖେଇଦେଲୁ ଦର୍ଶକମାନଙ୍କୁ ଓ ଦେଖନ୍ତୁ କେଉଁ ଭଳିଆ ଗିଳିଛି ବାଗେଇକିରେ ମାରନି ଓ ଭାଇ କେତେ ବଡ଼ ମାଛରେ ଗାଲି ପଟେ ଯାଇକି ପଇଛି ତାରରେ ଓ ଭାଇ ତା ଭିତରେ କିଛି ଦେଖାଯିବନି ଅନ୍ଧାର ଖାଲି ଜଳ ଅନ୍ଧାର ଭାଇ ଦେଖ ଦେଖିଲ ରେଡ଼ି ଓକେ